ସମସ୍ତେ ଏଇ କଥାଟା ନିଶ୍ଚୟ ଜାଣିପାରୁଥିବେ କି ଆଗରୁ ବରା ସହିତ ଯୋଉ ପିଆଜିର ଅତୁଟ ବନ୍ଧନଟା ଥିଲା ସେଇଟା ଏବେ ପୁରାପୁରି ଭାଙ୍ଗି ସାରିଛି। କୋଉଠି କାଁ ଭାଁ ଦୋକାନରେ ପିଆଜି ମିଳୁଛି ନହେଲେ ନାହିଁ। ସେତେବେଳେ ଯୋଉ କାଗଜ ଠୁଙ୍ଗାରେ ଛୋଟ ଛୋଟ ପିଆଜିରେ ବିଟ୍ ଲୁଣ ପକେଇକି ଦିଅନ୍ତି ନା, ସତରେ ଏବେ ସେ ଜିନିଷଟା ମୁଁ ବହୁତ ହି ମିସ୍ କରୁଛି। ବଟ୍ କିଛି କଥା ନାହିଁ, ମୁଁ ମୋ ପେଟକୁ ଶାନ୍ତି କରିବା ପାଇଁ ତା ବ୍ୟବସ୍ଥା କରିଦେଇଛି। ରାତିରୁ ବୁଟ ବତୁରେଇକି ତାକୁ ସକାଳେ ଧୋଇକି ଗ୍ରାଇଣ୍ଡ କରି ସେଥିରେ କିଛି ଗୋଟା ବତୁରେଇଥିବା ବୁଟ ସହ 1 ଚାମଚ ବେସନ, ସ୍ୱାଦ ଅନୁସାରେ ଲୁଣ, କିଛି କଟା ପିଆଜ, ଅଦା ରସୁଣ କଞ୍ଚା ଲଙ୍କା ଛେଚା ଆଉ ମେଞ୍ଚେ ଖଣ୍ଡେ ଭୃସଙ୍ଗ ପତ୍ର ଦେଇକି ତାକୁ ବଢିଆ ସେ ମିକ୍ସ କରିଦବା। ଆଉ ଯଦି ବ୍ୟାଟରଟା ପାଣିଆ ଲାଗେ ତାହେଲେ ଆଉ ଟିକେ ବେସନ ଆଡ କରିଦେବେ। ଆଉ ତାପରେ ଆଉ କଣ, ଛୋଟ ହଉ କି ବଡ ନିଜ ମନପସନ୍ଦ ସାଇଜର ପିଆଜି ବନେଇକି ତାକୁ ତେଲରେ ପକେଇକି ଦୁଇ ପଟ ସାଇଡ କୁ ବ୍ରାଉନ ହବା ଯାଏ ଛାଣିକି କାଢି ଆଣିବା। ତ ବାସ୍ ଦେଖିଲେ ନା କେତେ ସହଜରେ ରେଡି ହେଇଗଲା ଗରମା ଗରମ ଉପରୁ କ୍ରିସ୍ପି ଆଉ ଭିତରୁ ସଫ୍ଟ ପିଆଜି। ତ ଯଦି ଆପଣଙ୍କର ଆଖପାଖ ଦୋକାନରେ ପିଆଜି ମିଳୁନି ତ ଚିନ୍ତା କରିବା ଜମା ଦରକାର ନାହିଁ। ଏଇ ପ୍ରୋସେସ ରେ ଘରେ ବନେଇକି ପିଆଜିର ମଜା ନିଅନ୍ତୁ। ଏବେ ଆପଣ ମାନେ ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆପଣ ଲାଷ୍ଟ ଟାଇମ ପିଆଜି କେବେ ଖାଇଥିଲେ।